କାନ୍ଥ ଓଲଟି ପୁଅ ମୃତ ବାପ ମା ଗୁରୁତର। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ପଶ୍ଚିମବାଡ଼ ଗ୍ରାମର ସମୀର ଉଦ୍ଦିନ ତାଙ୍କର ସ୍ତ୍ରୀ ଆସୁନା ବିବି ଏବଂ ପୁଅ ଆରିଫ ନିଜର ଘର ତିଆରି ପାଇଁ ରାସ୍ତା କଡ଼ରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ରାସ୍ତା କଡ଼ରେ ଥିବା ଅମିନ ଉଦ୍ଦିନଙ୍କ ଘରର ଦୁର୍ବଳ କାନ୍ଥଟି ଓଲଟି ପଡ଼ିଥିଲା, ଯାହାଫଳରେ କାନ୍ଥ ତଳେ ବାପା ମା ପୁଅ ରହିଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ, କିନ୍ତୁ ସେଠାରେ ପୁଅ ଶେଖ ଅରିଫ ବୟସ 25 ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାପା ମାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ବାଲିଆପାଳରୁ ଜ୍ୟୋତିରାଦିତ୍ୟ ପାତ୍ରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।